କଥା କ'ଣ କି ଦେଖିବେ ଆଜି ବହୁ ପିଲା ଯେଉଁମାନେ ବେଶୀ ପାଠଶାଠ ପଢ଼ୁଛନ୍ତି ସେମାନେ ବିଦେଶ ପଳାଉଛନ୍ତି। ଆମ ବେଳେ ଆମେ ଯେଉଁମାନେ ଗାଁରେ ଥିଲୁ ଯେତେବେଳେ ପାଠଶାଠ ପଢ଼ୁଥିଲୁ କଟକ ଆସୁଥିଲୁ ଭୁବନେଶ୍ୱର ଆସୁଥିଲୁ ତାପରେ କଟକ ଭୁବନେଶ୍ୱର ଯେଉଁମାନେ ଅଛନ୍ତି ତାଙ୍କ ପିଲା ବର୍ତ୍ତମାନ ବାଙ୍ଗାଲୋର ହାଇଦ୍ରାବାଦ ଦିଲ୍ଲୀ ଯାଉଛନ୍ତି। ଦିଲ୍ଲୀରେ ଯେଉଁମାନେ ରହିଗଲେଣି ବା ଭୁବନେଶ୍ୱରରେ ଯେଉଁମାନେ ରହିଗଲେଣି ତାଙ୍କର ବି ପିଲାମାନେ ସବୁ ଆମେରିକା ଇଂଲଣ୍ଡ ଅମୁକ ସମୁକ ସମୁଷା ଗଲେ ପଳେଇ। ତେଣୁ ଆମ ବେଳେ ଆମ ବାପା ମା ମାନେ ଗାଁରେ ପଡ଼ି ରହୁଥିଲେ ଗାଁର ମାଟି କାମୁଡ଼ି ରହୁଥିଲେ। ବର୍ତ୍ତମାନ ଦେଖିବେ ଭୁବନେଶ୍ୱରରେ ଅଧିକାଂଶ କଟକରେ ଅଧିକାଂଶ କଟକରେ ଟିକେ କମ୍ ଭୁବନେଶ୍ୱର ଅଧିକାଂଶ ଯେଉଁଠି ଘର ଗୁଡ଼ାକ ଅଛି ବୁଢ଼ା ବୁଢ଼ୀ 2 ଜଣ ଲେଖା ଅଛନ୍ତି ପାଖରେ ପୁଅ ନାହିଁ କି ଝିଅ ବି ନାହିଁ। କୁଆଡ଼େ ପିଲାମାନେ ବାପା ମା ମାନେ ବହୁ ଗର୍ବର ସହ କହୁଛନ୍ତି ମୋ ପୁଅ ଆଜି ଆମେରିକାରେ ଅଛି। କେତେ ପାଉଛି ଜାଣିଛ? 3,50,000 ଟଙ୍କା ଘରକୁ ପଠାଉଛି ଏତେ ଲକ୍ଷ ଟଙ୍କା ପାଉଛି ମାସକୁ 15 ଲକ୍ଷ ଟଙ୍କା ରୋଜଗାର କରୁଛି। ସମସ୍ତେ ମୋ ଜ୍ୱାଇଁ ଅଛି ଆମେରିକାରେ ମୋ ଝିଅ ଅଛି ସୁଇଜରଲ୍ୟାଣ୍ଡରେ ମୋ ସାନ ପୁଅ ଅଛି ଲଣ୍ଡନରେ ଏଇ କଥା କହିକରି ଗର୍ବ ଅନୁଭବ କରୁଛନ୍ତି। କିନ୍ତୁ କି ଦୁଃଖରେ କି ଯନ୍ତ୍ରଣାରେ ରହୁଛନ୍ତି ଆପଣ ନ ଦେଖିଲେ କଳ୍ପନା କରିପାରିବେନି। ବୟସ ହେଇଗଲେ ସମସ୍ତଙ୍କର ଇଚ୍ଛା ହୁଏ ଟିକେ ନାତି ନାତୁଣୀ ସହିତ ମିଶିବା ପାଇଁ। ଯେଉଁ ନାତି ନାତୁଣୀ ସହିତ ମିଶିବା ପାଇଁ ସେମାନେ ଦେଖିପାରୁନା। ଆମେ ଯେତେବେଳେ ପ୍ରଥମେ ଆସିଲା ଟିଭି ଆସିଲା 1982 ମସିହାରେ ମୁଁ ଦେଖିଛି ଟିଭି ଦେଖିବା ପାଇଁ କାହା ଘରେ ଯଦି ଟିକେ ଟିଭି କିଏ କିଣିଲା ଗାଁରେ ଛୁଆ ଯାକ ଯାଇକି ଗଦା ହେବେ ଝରକା ବାଟେ ଗଳିକି ଚାହିଁବେ ଟିଭିଟା କେମିତି ଚାଲୁଛି। ଏଠି ଠିକ୍ ସେମିତି ରିକ୍ସାବାଲାର ପିଲା ଯଦି ଖେଳୁଛନ୍ତି ବାଟରେ ରାସ୍ତା କଟରେ କୋଉଠି ଖେଳୁଛନ୍ତି ବୁଢ଼ା ବୁଢ଼ୀ ସନ୍ଧ୍ୟାବେଳେ ବୁଲିବାକୁ ଯାଇଥିବେ କି ସକାଳେ ବୁଲିବାକୁ ଯାଇଥିବେ ଥଣ୍ଟେଇକି ଚାହୁଁଛନ୍ତି ଛୁଆ କେମିତି ଖେଳୁଛନ୍ତି କେମିତି ହସୁଛନ୍ତି କେମିତି ଚିଡ଼ଉଛନ୍ତି ପରସ୍ପରକୁ କେମିତି ପରସ୍ପରକୁ ମାରୁଛନ୍ତି କେମିତି ଡେଉଁଛନ୍ତି କି ଆନନ୍ଦ ସେଥିରେ। କିନ୍ତୁ ନିଜ ନାତି ନାତୁଣୀଙ୍କର ସେଇ ପ୍ରକାର ଖେଳାଲୀଳା ଦେଖିବା ପାଇଁ ତାଙ୍କର ସେ ସୁଯୋଗ ନାହିଁ। ଯଦି ଦେଖୁଛନ୍ତି ଅତି ନିକୁଚ୍ଛରେ କହୁଛନ୍ତି ଆମେ ଦେଖିଲୁ ଭିଡ଼ିଓ କଲ୍ କରିଥିଲା ଆଜି ନାତି ଆମର ଓଫ୍ କି ବଢ଼ିଆ କହିଲାଣି ଇଂଲିଶ ତ କହିଯାଉଛି କୁଆଡ଼େ କ'ଣ ବା ଖୁସି ହେଉଛନ୍ତି ସେତିକି। ସେ ଖୁସି ପ୍ରକୃତରେ ମୁହଁର ଖୁସି ପେଟ ଭିତରର ଖୁସି ନୁହେଁ। ଯେଉଁମାନେ ପାଠ ପଢ଼େଇଛନ୍ତି ପାଠ ପଢ଼େଇକରି ପୁଅକୁ ଆଶା କରିଛନ୍ତି ପୁଅ ମୋର ମଣିଷ ହଉ ମଣିଷ ହେବାର ଅର୍ଥ କ'ଣ ଏଇଆ? ଆପଣ ଭାବିଲେ ଦେଖି ଆପଣ ଯେଉଁମାନେ ବୟସ୍କ ଲୋକ ଅଛନ୍ତି ବର୍ତ୍ତମାନ ପିଲା କହୁଛନ୍ତି ନାତି ପଚାରୁଛି ଜେଜେକୁ ଜେଜେ ତମେ ଗଲଣି ଉଡ଼ାଜାହାଜରେ ଗଲଣି? ଜେଜେ କହୁଛନ୍ତି ହେ ଉଡ଼ାଜାହାଜରେ କ'ଣ ଯିବି? ଜେଜେ ପଚାରୁଛନ୍ତି ତୁ କେବେ ଶଗଡ଼ରେ ଯାଇଛୁ? ନାରେ ଶଗଡ଼ର ମଜା କୋଉଠି ଉଡ଼ାଜାହାଜରେ ଅଛି? ରାତିରେ ଯାଉଥିବ ଜହ୍ନ ପଡ଼ିଥିବ ଚଗଡ଼ିଆ ଗୀତ ବୋଲୁଥିବ ବଳଦଙ୍କର ଘଣ୍ଟି ଘାଉଡ଼ି ବାଜୁଥିବ କି ମଜା ଓଫ୍ ପବନ ସୁଲସୁଲ ବହୁଥିବ ତମ ଉଡ଼ାଜାହାଜ ସେ ଅଛି ତମେ ତ ଭୁଁ କିନି କର ଓହ୍ଲେଇ ପଡ଼ିଲ ସରିଲା କାମ। ସେଥିରେ କ'ଣ ଅଛି କି ଆନନ୍ଦ ଅଛି? ପ୍ରକୃତରେ ବର୍ତ୍ତମାନର ପିଢ଼ି ଜାଣିପାରିବେନି ସେତେବେଳେ କି ଆନନ୍ଦରେ କି ଖୁସିରେ ଥିଲା କି ଜୀବନ ଥିଲା ସେତେବେଳେ। ଏଇଟା କ'ଣ ଜୀବନ ବର୍ତ୍ତମାନ ଅଛି? କି ବ୍ୟସ୍ତତା ଭିତରେ କଟୁଛନ୍ତି ସମୟ କାହାର କିଛି ନାହିଁ। ବର୍ତ୍ତମାନ ଯେଉଁମାନେ କହୁଛନ୍ତି ବା ଆମେ ହୋଟେଲରେ ଆଜି ଖାଇଲୁ 3,000 ଟଙ୍କା ବିଲ୍ ଦେଇକରି ଆସିଲୁ। କି ଖାଇଛ? ସେତେବେଳେ ତ ଯେଉଁ ଆମ ଶାଗ ପଖାଳ ଖାଉଥିଲୁ ସେଇ ଶାଗ ପଖାଳକୁ ବର୍ତ୍ତମାନ ହୋଟେଲରେ ଖାଇକି 3,000 ଟଙ୍କା ବିଲ୍ ଦେଉଛ। କ'ଣ ନା ଆମେ ଖାଇଲୁ ଭଲ ଖାଇଦେଲୁ? କି ଭଲ ଖାଇଥିଲ? ବାଡ଼ିରେ ସବୁ ହରେକ ରକମର ପରିବା ଥିଲା ପାଚିଲା କଦଳୀ ଥିଲା ପିଜୁଳି ଥିଲା କମଳା ଥିଲା ସବୁ ଥିଲା। ତେଣୁ ମୁଁ ଖାଉଥିଲି ଗଛରୁ ଛିଣ୍ଡେଇ ଆଣି ଖାଉଥିଲି। ତମର ପୁଅ କୋଉଠି ବ୍ୟାଗ୍ ଖଣ୍ଡେ ଧରିକି ଯାଇକି କିଣିକିରି ଆଣିଛୁ କି ବଢ଼ିଆ ଏଣେ ଦେଖିଲା ବେଳକୁ ତା ଦେହରେ କୋଉଠି ଔଷଧ ପଡ଼ୁଛି କୋଉଥିରେ ରଙ୍ଗ ଦିଆଯାଇଛି ଏଥିରେ କ'ଣ ଆମେ ଭଲରେ ଅଛୁ? କି ଭଲରେ ଅଛ ତମେ? ପ୍ରକୃତରେ ଆମେ କେବଳ ବର୍ତ୍ତମାନ ଅଭିନୟ କରୁଛୁ ଭଲରେ ଅଛୁ ବୋଲି ଭଲରେ ନାହୁଁ। ତେଣୁ କେହି କହୁନି ପିଲା ଶିକ୍ଷିତ ହୁଅନ୍ତୁ। ପିଲା ଶିକ୍ଷିତ ହେଲା ଏଇଠି ଯେଉଁ ମାଟି ପାଣି ପର୍ବତରେ ଶିକ୍ଷିତ ହେଲା ଯେଉଁ ବାପା ମାଙ୍କ ପାଖରେ ଥାଉ ବା ନଥାଉ ଯେଉଁ ଦେଶର ପରିବେଶରେ ଶିକ୍ଷିତ ହେଲା ସେ ଯାଇକିରି ପଇସା ରୋଜଗାର କରିବ ଆମେରିକାରେ ଘର କରି ରହିବ। କ'ଣ ପାଇଁ ତେବେ ତାକୁ ଶିକ୍ଷିତ କରାଯାଇଛି? ଦେଶ ପଇସା କ'ଣ ପାଇଁ ତା ପାଇଁ ଖର୍ଚ୍ଚ କରିବ? ଏ କଥା ଚିନ୍ତା ବି କରିବା କଥା ବାପା ମା ବି ଚିନ୍ତା କରିବା କଥା। ମୁଁ କୁହେ ଏଇ ଟୋକାଟା ମୋର ବାଳୁଙ୍ଗା ଥିଲା କିନ୍ତୁ ଶେଷ ଜୀବନରେ ଏଇ ମୋର ସେବା କରୁଛି। କାହିଁ ସେ ତାର OS ପାଇଲା ଗଲା ସେ ତାର ଡାକ୍ତର ପାଇଲା ଗଲା ସେ ତାର ଜଜ୍ ହେଲା ଗଲା କେହି ଆସୁନାହାନ୍ତି। ଯେଉଁଟାକୁ ବାଳୁଙ୍ଗା କହୁଥିଲେ ଶେଷ ଜୀବନରେ ସେଇ ମୋତେ ସାହାଯ୍ୟ କରୁଛି। ମୁଁ ଭାବୁଛି ଏ ପୁଅ ଗୁଡ଼ା ସବୁ ଯାକ ବାଳୁଙ୍ଗା ହୁଅନ୍ତି କି?
କହିଲେ ନାଇଁ ନାଇଁ ଆପଣ ସେ କଥା କୁହନ୍ତୁ ସମସ୍ତେ ଭଲ ମଣିଷ ହୁଅନ୍ତୁ ବାଳୁଙ୍ଗ ହେବା କଥା ନୁହେଁ ଭଲ କେତେ ଲୋକ ପାଠ ପଢିକି କଣ ବାପା ମାଙ୍କର ସେବା କରୁନାହାନ୍ତି ପଚାରୁନାହାନ୍ତି କିନ୍ତୁ ସେ ପ୍ରକାର ସଂସ୍କାର ଆମେ ଦେବା ଦରକାର ଯଦି ସମାଜକୁ ବଞ୍ଚେଇ ରଖିବାକୁ ପଡିବ ସଂସ୍କୃତିକୁ ବଞ୍ଚେଇ ରଖିବାକୁ ପଡିବ ସେ ପ୍ରକାର ସମାଜର ସେ ପିଲାଙ୍କୁ ସେ ପ୍ରକାର ସଂସ୍କାର ଦେବା ଦରକାର ସେ ପ୍ରକାର ଶିକ୍ଷା ଦେବା ଦରକାର ପିଲାବେଳେ ତାଙ୍କୁ ସେତିକି ଗେହ୍ଲା କରିବା ଦରକାର ବାପା ମାଙ୍କର ସମ୍ପର୍କ କ'ଣ ଭାଇ ଭଉଣୀଙ୍କର ସମ୍ପର୍କ କ'ଣ ଗାଁ ସହିତ ସମ୍ପର୍କ କ'ଣ ପଡ଼ିଶା ସହିତ ସମ୍ପର୍କ କ'ଣ ସ୍କୁଲ ସହିତ ସମ୍ପର୍କ କ'ଣ ଶିକ୍ଷକଙ୍କ ସହିତ ସମ୍ପର୍କ କ'ଣ ଏ ପ୍ରକାର ମମତାର ବନ୍ଧନରେ ଯଦି ଛୁଆକୁ ଆମେ ବାନ୍ଧି ନ ପାରିବା ତେବେ ସେ ତ ଉଡ଼ିକିରି ପଳେଇବ କୁଆଡ଼େ ବନ୍ଧନ ତୁଟେଇ ଦେଇ ପଳେଇବା ଆମେ ଚାହିଁଥିବା ଏଠି ଏକା ଏକା ବସିକିରି ସେଇଥିପାଇଁ ଦେଖିବେ ଯେହେତୁ ମମତାର ବନ୍ଧନ ନାହିଁ ବର୍ତ୍ତମାନ ଅଧିକାଂଶ ପିଲା ବାପା ମାଙ୍କୁ ପଚାରୁନାହାନ୍ତି ଘରକୁ ପଚାରୁନାହାନ୍ତି ବନ୍ଧୁମାନଙ୍କୁ ପଚାରୁନାହାନ୍ତି ଜାଣିନାହାନ୍ତି ତାଙ୍କର କିଏ ତାଙ୍କ ଗାଁ ନାଁ ଭୁବନେଶ୍ୱରରେ ଅଛନ୍ତି ପିଲା ଜାଣିନାହାନ୍ତି ତାଙ୍କ ଗାଁ ନାଁ କ'ଣ ଜାଣିନାହାନ୍ତି ତାଙ୍କ ମାମୁଁ ଘର କୋଉ ଗାଁ ମାମୁଁ ଘରକୁ ଯାଇନାହାନ୍ତି ନିଜ ଗାଁକୁ ଯାଇନାହାନ୍ତି ଇଏ କି କଥା ଏମିତି ଚଲେ କ'ଣ ଚଳିପାରିବ କେବେ ହେଲେ ତେଣୁ ସେଥିରେ କର୍ତ୍ତବ୍ୟ ରହୁଛି ବାପା ମାଙ୍କର କର୍ତ୍ତବ୍ୟ ରହୁଛି ଅଭିଭାବକଙ୍କର ସେ ଅଭିଭାବକ ସେ ଶିକ୍ଷକ ଏମାନେ କହିବେ ଯେ ପିଲାଟାକୁ ତାର ଭାବବନ୍ଧନରେ ବାନ୍ଧି ରଖିବା ଉଚିତ ଅଭାବଟା କ'ଣ କି ଅଭାବ ଯୋଉ ଭାବୁଛନ୍ତି ଆପଣ ଧନ ନାହିଁ ବୋଲି ଅଭାବ ନା ଅଭାବର ତ ଆକ୍ଷରିକ ଅର୍ଥ ହଉଛି ଆଭିଧାନିକ ଅର୍ଥ ହଉଛି ଯୋଉଠି ଭାବ ନାହିଁ ତାହା ହିଁ ଅଭାବ ତେଣୁ ଭାବ କୋଉଠି ନାହିଁ ବାପା ମାଙ୍କ ଭିତରେ ଭାବ ନାହିଁ ବାପା ମା ଆଉ ପିଲାଙ୍କ ଭିତରେ ଭାବ ନାହିଁ ଜେଜେ ମାଙ୍କ ସହିତ ଭାବ ନାହିଁ ଘର ସଂସାର ସହିତ ଭାବ ନାହିଁ କାହା ସହିତ ତ ଭାବ ନାହିଁ ଅଭାବୀ ଲୋକ ଗୁଡାକ ଯେ ସେ ଖାଲି ଟଙ୍କା ରୋଜଗାର କଲେ କ'ଣ ଭାବ ଥାଏ ତେଣୁ ସେ ଅଭାବରେ ଆଜି ଆସ୍ତେ ଆସ୍ତେ ସମାଜ ସଢୁଛି ତେଣୁ ଭାବ ଆମକୁ ଫେରେଇ ଆଣିବାକୁ ପଡିବ ଆନ୍ତରିକତା ସ୍ନେହ ଶ୍ରଦ୍ଧା ମମତା ପରସ୍ପର ଭଲ ପାଇବା ପରସ୍ପର ଆନ୍ତରିକତା ଦେବା ପରସ୍ପରକୁ ସାହାଯ୍ୟ କରିବା ଆଗେ ରୋଷେଇ ହେଉଥିଲେ ମୋ ଘରେ ଯଦି ଶାଗଟି ହେଲା ମୁଁ 5 ଘର ନେଇ ବାଣ୍ଟୁଥିଲି ଆଜି ସେଇଟା ସେ କଥା ହଉଛି କୋଉଠି ହଉନି ସେ ପଡ଼ିଶାପଣ ନାହିଁ ଆଉ ତେଣୁ ବର୍ତ୍ତମାନ ପିଲାଙ୍କୁ ସେଇ ସଂସ୍କାର ଦେବାକୁ ପଡେ ଯୋଉ ସଂସ୍କାରଟା ଆମ ବୁଡ଼ି ଯାଉଛି ସମାଜଟା ଭୁଷୁଡ଼ି ଯାଉଛି ପିଲାଙ୍କୁ ସେଇ କଥା ଯଦି ନ ଶିଖେଇବା ଦେଖିବେ ଭବିଷ୍ୟତଟା ଆମର ପୁରାପୁରି ଉଜୁଡ଼ି ଯିବ ଆମେ ଉଜୁଡ଼ି ଯିବା ପିଲାଙ୍କର ଭବିଷ୍ୟତ ବି ଉଜୁଡ଼ି ଯିବ